ଜୟ ଗୁରୁ। ଗୋସ୍ୱାମୀ ତୁଳସୀ ଦାସଙ୍କର ଯେଉଁ ହନୁମାନ ଚାଳିଶା ଆମେ ପଢ଼ୁଛେ ତାର ଅନେକ ପ୍ରକାର ଲାଭ ଆମେ ପାଉଛେ। ସେ ହନୁମାନ ଚାଳିଶାର ପ୍ରତ୍ୟେକର ଚଉପାଇ ଯେଉଁ ପଦ 40ଟି ପଦ ଅଛି ତାର ଅର୍ଥ ଆପଣମାନେ ଜାଣନ୍ତି, ମୁଁ ଜାଣେ, ଅନ୍ୟମାନେ ବହୁ ଲୋକ ଜାଣିଛନ୍ତି। ଆଜି ଏ ଗହନ କଥା ନାରାୟଣ ମିଶ୍ର ଚ୍ୟାନେଲର ରାମ ଭକ୍ତ ରାମଦୂତ ହନୁମାନଙ୍କର ଯେଉଁ ଚାଳିଶା ଅଛି ତାର ଗୋଟିଏ ପଦ ଆମେ ଆଲୋଚନା କରିବା ଅର୍ଥ ଜାଣିବା ପାଇଁ। ସେଇଠି ହେଉଛି ବିଜ୍ଞ ଶ୍ରୋତା ଓ ଦର୍ଶକମାନେ ଆପଣମାନେ ଜାଣନ୍ତି ଯେ ଗୋଟିଏ ପଦ ସେଥିରେ ଅଛି, ଅଷ୍ଟ ସିଦ୍ଧି ନୌ ନିଧି କେ ଦାତା ଅସବର ଦୀନ ଜାନକୀ ମାତା। ଏ ଅଷ୍ଟ ସିଦ୍ଧି କ'ଣ ଆଉ 9 ପ୍ରକାର ଐଶ୍ୱର୍ଯ୍ୟ କ'ଣ, ଏଇଟା ଖୁବ୍ କମ୍ ଲୋକ ଜାଣିଛନ୍ତି, ଆମେ ଜାଣିନା। ଯେତେବେଳେ ହନୁମାନ ସୀତାଙ୍କୁ ଠାବ କଲେ ଅଶୋକ ବନରେ, କି ପ୍ରକାର ଅଦ୍ଭୁତ ଶକ୍ତି ଥିବାରୁ ସେ ସୀତାଙ୍କୁ ପାଇପାରିଲେ, ଆଉ ସେ ଅଦ୍ଭୁତ ଶକ୍ତି ବଳରେ ସୀତାଙ୍କୁ ପାଇବା ପରେ ମା ସୀତା ହିଁ ତାଙ୍କୁ ଏହି ବରଦାନ ଦେଇଥିଲେ ଯେ ତୁମେ ଅଷ୍ଟସିଦ୍ଧି ଆଉ 9 ପ୍ରକାର ଐଶ୍ୱର୍ଯ୍ୟର ମାଲିକ ହୋଇଯାଅ। ଏହି ବରଦାନ ପାଇବାକୁ ସୀତା କାହିଁକି ଦେଲେ ନା ସିଏ ରାମଚନ୍ଦ୍ରଙ୍କ ଠାରୁ ଅଲଗା ହୋଇଯାଇଥିଲେ, ଅପହରଣ କରିନେଇଥିଲା ରାବଣ। ସେ ତାଙ୍କ ବିଷୟରେ କିଛି ଜାଣିପାରୁନଥିଲେ। ହନୁମାନ ହିଁ ତାଙ୍କୁ ସବୁ ରାମ ଲକ୍ଷ୍ମଣଙ୍କ ବିଷୟରେ ଜଣାଇଲେ କ'ଣ କ'ଣ ସବୁ ହେଇଛି। ସେ ବହୁତ ଖୁସି ହେଇଗଲେ। ଖୁସି ହେଇ ବରଦାନ ଦେଲେ ଯେ ଅଷ୍ଟସିଦ୍ଧି ନୌ ନିଧି କିଏ ଦାତା। ଆଙ୍କର ଯେ ଅଷ୍ଟସିଦ୍ଧି ଆଉ 9 ପ୍ରକାର ନିଧି ପାଇବେ ସେ କଥା ନୁହଁ। ହନୁମାନ ଚାହିଁଲେ ତାଙ୍କ ଭକ୍ତମାନଙ୍କୁ ଅଷ୍ଟସିଦ୍ଧି ଆଉ ନବନିଧି ଦେଇପାରିବେ। ବର୍ତ୍ତମାନ ଆମେ ଜାଣିବା ଯେ କି ଅଷ୍ଟସିଦ୍ଧି କ'ଣ ଯେଉଁଟାକ ହନୁମାନଙ୍କ ପାଖରେ ଅଛି, ରାମ ଭକ୍ତ ହନୁମାନଙ୍କ ପାଖରେ ଅଛି। ଖାଲି ଅଛି ନୁହେଁ, ସେ ଅନ୍ୟକୁ ଦେଇପାରିବେ ଯେଉଁମାନେ ତାଙ୍କର ଭକ୍ତ। ସେ ଅଷ୍ଟସିଦ୍ଧି ହେଉଛି ଅଣିମା, ମହିମା, ଗରିମା, ଲଘିମା, ପ୍ରାପ୍ତି, ପ୍ରାକାମ୍ୟ, ଈଶିତ୍ୱ ଓ ବସିତ୍ୱ। ଏ ହେଲା ଅଷ୍ଟସିଦ୍ଧି। ଏହାର ଅର୍ଥ କ'ଣ? ଅଣିମା ଅର୍ଥ ଏ ସିଦ୍ଧି ଯିଏ ଲାଭ କରିବ ସେ ନିଜ ଶରୀରକୁ ଯେତେ ଛୋଟ ଚାହିଁବ କରିପାରିବ। ଆଉ ଏହି ସିଦ୍ଧି ବଳରେ ହନୁମାନ ଗୋଟେ ମଶା ରୂପରେ ଲଙ୍କାରେ ପ୍ରବେଶ କରିଥିଲେ। ଦ୍ୱିତୀୟ ସିଦ୍ଧି ହେଉଛି ମହିମା। ଏଇଟା ହେଉଛି ତାର ଓଲଟାଟା, ଯେ ଶରୀରକୁ ପର୍ବତ ଭଳି ବୃହତ୍ ଆକାର ଯେତେ ବଡ଼ ଚାହିଁବେ କରିପାରିବେ। ଏଇ ଯୋଗୁଁ ଯେଉଁ ସୁରମା ତାଙ୍କୁ ଅଟକାଇଥିଲେ ଏବଂ 100 ଯୋଜନ ପାଟି ମେଲା କଲେ ତାଙ୍କୁ ଖାଇବାକୁ, ସେତେବେଳେ ହନୁମାନ 200 ଯୋଜନ ଆକାର ହୋଇଗଲେ। ତେଣୁ ନିଜ ଶରୀରକୁ ପର୍ବତ ଭଳି ଯେତେ ଚାହିଁବ ସେତେ ବୃଦ୍ଧି କରିବା ଯେଉଁ ସିଦ୍ଧି ବଳରେ ହୁଏ ତାକୁ କୁହନ୍ତି ମହିମା। ଏଇଟି ହନୁମାନଙ୍କର ଥିଲା। ତୃତୀୟ ସିଦ୍ଧି ହେଉଛି ଗରିମା। ନିଜ ଶରୀରକୁ ଭାରି କରିଦେବା। ଯେତେବେଳେ ସେ ବଣରେ ଗୋଟେ ଜାଗାରେ ବସିଥିଲେ ତ୍ରେତୟା ଯୁଗ ପରେ, ସେତେବେଳେ ଭୀମ ଗଲାବେଳେ ସେ ଲାଙ୍ଗୁଡ଼ଟିକି ବାଟରେ ଥୋଇଥିଲେ। ଭୀମ କହିଲେ, ଲାଙ୍ଗୁଡ଼ କାହିଁ ଥୋଇଛ ବାଟରୁ, କାଢ଼େ, ମୁଁ ଯିବି। ନା ତୁମେ କାଢ଼ି ଦେଇ ପଳା। ଭୀମ ତାଙ୍କ ଲାଙ୍ଗୁଡ଼କୁ ଟେକି ପାରିଲେନି। ହନୁମାନଙ୍କ ଲାଙ୍ଗୁଡ଼କୁ ଭୀମ ଟେକି ପାରିଲେନି, କାରଣ ଏଇ ଯେଉଁ ଗରିମା ସିଦ୍ଧି, ଏହା ବଳରେ ତାଙ୍କ ଶରୀର ଏତେ ଓଜନ ହୋଇଗଲା ଯେ ସାମାନ୍ୟ ଲାଙ୍ଗୁଡ଼ଟାକୁ ମଧ୍ୟ ଭୀମ ଟେକି ପାରିଲେନି। ଭୀମଙ୍କ ଦେହରେ କେତେ ବଳ, 100 ତ ନୁହଁ, 10,000 ହାତୀର ବଳ ଭୀମଙ୍କ ଦେହରେ ଅଛି। 10,000 ହାତୀଙ୍କ ବଳ ଥାଇକରି ମଧ୍ୟ ଭୀମ ଏ ଗରିମା ସିଦ୍ଧି ଲାଭ କରିଥିବା ହନୁମାନଙ୍କର ଲାଙ୍ଗୁଡ଼କୁ ଏତେ ଭାରି ଯେ ଟେକି ପାରିଲେ ନାହିଁ। ଚତୁର୍ଥ ସିଦ୍ଧି ହେଉଛି ଲଘିମା, ମାନେ ତୁଳାଠାରୁ ଆହୁରି ହାଲକା କରିଦେବା ଶରୀରଟାକୁ। ଯେତେବେଳେ ହନୁମାନ ସୀତାଙ୍କ ପାଖରେ ପହଞ୍ଚିଲେ, ସେ ତ ସିଧାସଳଖ ସୀତାଙ୍କ ପାଖକୁ ଗଲେନି, ସେ ଗୋଟେ ଗଛର ପତ୍ର ଉପରେ ବସିଗଲେ। ସେ ପତ୍ର ହଲିଲାନି, ଏତେ ହାଲକା ସେ।
এইটি ହେଉଛି ଲଘିମା ସିଦ୍ଧି ତାଙ୍କର। ଆଉ ପଞ୍ଚମ ସିଦ୍ଧି ହେଉଛି ପ୍ରାପ୍ତି। ଯାହା ଚାହିଁବେ ତାହା ପାଇବେ। ପଶୁପକ୍ଷୀଙ୍କ ଭାଷା ବୁଝିପାରିବେ। ସୀତାଙ୍କୁ ଖୋଜିବାରେ ଏହି ପ୍ରାପ୍ତି ସିଦ୍ଧିଟି ତାଙ୍କୁ ସାହାଯ୍ୟ କରିଥିଲା। ସବୁ ପଶୁପକ୍ଷୀଙ୍କର ତାକୁ ବତେଇ ଦେଲେ ଯେ କେଉଁ ବାଟେ ରାବଣ ଯାଇଛି। ଇଏ ବୁଝିପାରୁଥିଲେ ସବୁ। ପଶୁପକ୍ଷୀ ଭାଷା ବୁଝିପାରିବା ଏବଂ ଯେତେବେଳେ ଯାହା ଆଶା କରିବା ତାହା ପାଇବା, ଏଇଟି ହେଉଛି ପ୍ରାପ୍ତି ସିଦ୍ଧି। ଏଇଟି ହନୁମାନଙ୍କର ଥିଲା। ଆଉ ଷଷ୍ଠ ସିଦ୍ଧି ହେଉଛି ପ୍ରାକାମ୍ୟ। ପ୍ରାକାମ୍ୟ ମାନେ ପୃଥିବୀ, ଆକାଶ, ପାତାଳ ତିନି ପୁରର ଯେକୌଣସି ଜାଗାକୁ ଯେତେବେଳେ ଚାହିଁବେ ସେ ଯାଇପାରିବେ। ଆଉ ଏଇ ସିଦ୍ଧି ବଳରେ, ପ୍ରାକାମ୍ୟ ସିଦ୍ଧି ବଳରେ ଅହିରାବଣକୁ ପାତାଳରେ ସେ ଯାଇ ପହଞ୍ଚି ମାରିଥିଲେ। ସେ ପାତାଳରେ ଲୁଚିଲେ ବି ହନୁମାନ ସେଠି ପହଞ୍ଚିଗଲେ। ତେଣୁ ପ୍ରାକାମ୍ୟ ସିଦ୍ଧି ଯୋଗୁଁ ତିନି ଲୋକର ଯେକୌଣସି ଜାଗାକୁ ହନୁମାନ ଯାଇପାରୁଥିଲେ। ସପ୍ତମ ସିଦ୍ଧି ହେଉଛି ଈଶିତ୍ୱ। ଈଶିତ୍ୱ ମାନେ ଈଶ୍ୱର ସମାନ ନେତୃତ୍ୱ। ଈଶ୍ୱର ସମାନ ନେତୃତ୍ୱ ନଥିଲେ ସେ ରାତିକ ଭିତରେ ଲକ୍ଷ୍ମଣକୁ ବଞ୍ଚାଇବା ପାଇଁ ହିମାଳୟ ଯାଇ ଗନ୍ଧମାର୍ଦ୍ଦନ ପର୍ବତ ଆଣି ସଞ୍ଜୀବନୀ ଦେଇ ଲକ୍ଷ୍ମଣକୁ ବଞ୍ଚାଇ ପାରିନଥାନ୍ତେ। ଏଇଟା ଈଶ୍ୱରଙ୍କ ଛଡ଼ା ଅନ୍ୟ କେହି କରିପାରିବେନି। ଏହି ଐଶ୍ୱର୍ଯ୍ୟ ଶକ୍ତି, ଈଶିତ୍ୱ ହନୁମାନଙ୍କର ଅଛି। ଆଉ ସର୍ବଶେଷ ସିଦ୍ଧି ହେଉଛି ବଶିତ୍ୱ। ମନ, ଇନ୍ଦ୍ରିୟ, ଅନ୍ୟ ଉପରେ ନିଜର ପ୍ରଭାବ ବିସ୍ତାର କରିବା, ଏଇଟା ହେଉଛି ବଶିତ୍ୱ। ଯେକୌଣସି ଲୋକକୁ, ଯେକୌଣସି ଜାଗାରେ, ଯେକୌଣସି ପରିସ୍ଥିତିକୁ ନିଜ ଅକ୍ତିଆରକୁ ଆଣିବା, ନିଜ ଇନ୍ଦ୍ରିୟମାନଙ୍କୁ ନିଜ ବଶ ଭିତରେ ରଖିବା, ନିଜ ନିୟନ୍ତ୍ରଣ ଭିତରେ ରଖିବା, ଏଠି ଭାରି କଷ୍ଟ। ମନକୁ ରଖିବା କଷ୍ଟ, ଇନ୍ଦ୍ରିୟମାନଙ୍କୁ ମଧ୍ୟ ନିଜ ନିୟନ୍ତ୍ରଣ ରଖିବା କଷ୍ଟ, ଅନ୍ୟମାନଙ୍କୁ ନିଜେ ଚାହିଁବା ଅନୁସାରେ ବଶୀଭୂତ କରିବା ମଧ୍ୟ କଷ୍ଟ। ଏ ତିନୋଟି ଯାକ କାମ କେବଳ ବଶିତ୍ୱ ସିଦ୍ଧି ଦ୍ୱାରା ଲାଭ କରିଯାଇପାରେ, ଯେଉଁଟା ହନୁମାନଙ୍କର ଥିଲା। ଆଉ ତାଙ୍କର ସବୁଠୁ ବଡ଼ ଶକ୍ତି ହେଉଛି ରାମଙ୍କ ପ୍ରତି ଅଗାଧ ଭକ୍ତି। ତେଣୁ ଯେଉଁ ଅଷ୍ଟସିଦ୍ଧି, ଅଣିମା, ମହିମା, ଗରିମା, ଲଘିମା, ପ୍ରାପ୍ତି, ପ୍ରାକାମ୍ୟ, ଈଶିତ୍ୱ ଆଉ ବଶିତ୍ୱ, ଏ ଅଷ୍ଟସିଦ୍ଧି ବର ମା ସୀତା ହନୁମାନଙ୍କୁ ଦେଇଥିଲେ। କେବଳ ସେତିକି ନୁହେଁ, ଅଷ୍ଟସିଦ୍ଧି ନୌ ନିଧି କେ ଦାତା। 9 ପ୍ରକାର ନିଧି ଅଛି। ସେ 9 ପ୍ରକାର ନିଧି ହେଉଛି ଐଶ୍ୱର୍ଯ୍ୟ, ଧନ ସମ୍ପତ୍ତି ଇତ୍ୟାଦି କଥା। ଇଏ ସବୁ କୁବେରଙ୍କର ଅଛି, ମା ଲକ୍ଷ୍ମୀଙ୍କର ଅଛି ଏବଂ ମା ସୀତାଙ୍କ କରୁଣାରୁ, ତାଙ୍କ ବରଦାନରୁ ହନୁମାନଙ୍କର ମଧ୍ୟ ହୋଇଗଲା। 9 ପ୍ରକାର ନିଧି ଐଶ୍ୱର୍ଯ୍ୟ। ସେ 9 ପ୍ରକାର କ'ଣ? ମହାପଦ୍ମ, ପଦ୍ମ, ଶଙ୍ଖ, ମକର, କଚ୍ଛପ, ମୁକୁନ୍ଦ, କୁନ୍ଦ, ନୀଳ ଆଉ ସ୍ୱର୍ଗ। ଏ ହେଲା 9 ପ୍ରକାର ନିଧି। ଏ ସମସ୍ତ ପ୍ରକାର ଧନ ଆଉ ଐଶ୍ୱର୍ଯ୍ୟର ମାଲିକ ହେଉଛନ୍ତି କୁବେର। ଏହାର ମାଲିକ ମଧ୍ୟ ମହାଲକ୍ଷ୍ମୀ। ତେଣୁ ସୀତା, ଯିଏକି ଲକ୍ଷ୍ମୀଙ୍କ ଅବତାର, ଲକ୍ଷ୍ମୀ ଅଂଶରେ ଜନ୍ମ ହୋଇଥିଲେ, ସିଏ ଏ 9 ପ୍ରକାର ନିଧି ହନୁମାନଙ୍କୁ ବର ରୂପେ ପ୍ରଦାନ କରିଦେଲେ। ଅଷ୍ଟସିଦ୍ଧି ଦେଲେ, 9 ପ୍ରକାର ନିଧି ମଧ୍ୟ ଦେଇଦେଲେ। ଆଉ ସବୁଠୁ ବଡ଼ କଥା ହେଉଛି, ହନୁମାନ ଚାଳିଶାରେ ଆପଣ ପଢ଼ିଲେ ଜାଣିଛନ୍ତି, ଅଷ୍ଟସିଦ୍ଧି ନୌ ନିଧି କେ ଦାତା। ହନୁମାନଙ୍କୁ ଏସବୁ ଜିନିଷର ଦାତା ବି କରିଦେଲେ। ହନୁମାନ ଚାହିଁଲେ ଅନ୍ୟକୁ ଦେଇପାରିବେ। ସିଏ ଯେ ପାଇଲେ ସେ କଥା ନୁହଁ, ସିଏ ଚାହିଁଲେ ତାଙ୍କ ଭକ୍ତମାନଙ୍କୁ ଏ 8 ପ୍ରକାର ସିଦ୍ଧି ଆଉ 9 ପ୍ରକାର ନିଧି ଦେଇପାରିବେ। ଏ ଅଷ୍ଟସିଦ୍ଧି ଆଉ 9 ପ୍ରକାର ନିଧି ଯାହା ପାଖରେ ହେଇଯିବ, ତା'ର ଆଉ 3 ଲୋକରେ କୌଣସି ଜିନିଷର ଦରକାର ନାହିଁ। କିନ୍ତୁ ହନୁମାନ କେବଳ ଏଇ ଯେଉଁ ଅଷ୍ଟସିଦ୍ଧି ଆଉ 9 ପ୍ରକାର ନିଧିକୁ ନିତାନ୍ତ ଆବଶ୍ୟକ ବେଳେ ବ୍ୟବହାର କରିଛନ୍ତି। ଲୋଭବଶତଃ ନୁହେଁ, ଅହଙ୍କାର ବଶତଃ ନୁହେଁ, ବର ପାଇଛନ୍ତି ଦେଖିବା କେମିତି ହେଉଛି ତା ଯୋଗୁଁ ବି ନୁହେଁ। ଯେତେବେଳେ ଦରକାର ପଡ଼ିଛି ଯେଉଁଟା, ସେ ସେଇ ସିଦ୍ଧି କି ଉପଯୋଗ କରିଛନ୍ତି ଏବଂ ତାଦ୍ୱାରା ଜଣକର କାର୍ଯ୍ୟ ସିଦ୍ଧି ହେଇଛି। ସେ ହେଉଛନ୍ତି ଭଗବାନ ଶ୍ରୀରାମ। ଭଗବାନଙ୍କ ରାମ କାଜ କରିବେ କ ଆତୁର। ତେଣୁ ଭଗବାନ ରାମଚନ୍ଦ୍ରଙ୍କ କାର୍ଯ୍ୟ କରିବାକୁ ଯାହା ଦରକାର
যেভাবে দরকার বিনা বিଶ୍ରାମରେ ରାମଚରିତ ମାନସରେ ଗୋସ୍ୱାମୀ ତୁଳସୀ ଦାସ କହିଛନ୍ତି ହନୁମାନଙ୍କ ଭାଷା ଯେ ମୁଁ ବିଶ୍ରାମ ନେବିନି। ରାମ କାର୍ଯ୍ୟ କରିବାକୁ ଗଲାବେଳେ ରାମଚନ୍ଦ୍ରଙ୍କ କାର୍ଯ୍ୟ କରିବାକୁ ଗଲାବେଳେ ବିଶ୍ରାମ ଆଉ କ'ଣ, କାର୍ଯ୍ୟ ସରିଲେ ଯାଇ ବିଶ୍ରାମ। ସେ ବିଶ୍ରାମ ବାଟରେ ନେଇନାହାନ୍ତି, ସେ ବିଶ୍ରାମ ବିଭୀଷଣ ପାଖରେ ନେଇନାହାନ୍ତି, ସେ ବିଶ୍ରାମ ସୀତାଙ୍କ ପାଖରେ ନେଇନାହାନ୍ତି, ନା ରାବଣ ପାଖରେ ବି ନେଇନାହାନ୍ତି। ବିନା ବିଶ୍ରାମରେ ରାମଚନ୍ଦ୍ରଙ୍କ କାର୍ଯ୍ୟ ଏ ସୀତାଙ୍କୁ ଠାବ କରିବା ଏବଂ ସେ ଖବର ଆଣିକି ଦେବା, ଏ ସମୁଦାୟ କାର୍ଯ୍ୟ ସାରିବା ଭିତରେ ସେ ଆଦୌ ବିଶ୍ରାମ ନେଇନାହାନ୍ତି। ତେଣୁ ଭଗବାନ ରାମଚନ୍ଦ୍ର ନିଜେ କହିଛନ୍ତି ଯେ ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଯେତେ ପ୍ରକାର ଜୀବଜନ୍ତୁ ଅଛନ୍ତି ଇଏ ସମସ୍ତଙ୍କ ଠାରୁ ତୁମେ ହନୁମାନ ହେଉଛ ମୋର ସବୁଠୁ ପ୍ରିୟ। ମୁଁ କେବେ ତୁମ ଋଣ ଶୁଝିପାରିବିନି ତୁମେ ଯାହା କରିଛ। ତେଣୁ ଏ ଯୁଗରେ ହନୁମାନ ଚାଳିଶା ଦ୍ୱାରା ସମସ୍ତ ପ୍ରକାର ସିଦ୍ଧି ଦୂର ହୋଇପାରିବ ଏବଂ ସମସ୍ତ ପ୍ରକାର ସଙ୍କଟରୁ ଆମେ ମୁକ୍ତି ପାଇପାରିବା। ସେଥିପାଇଁ ତାଙ୍କୁ କୁହନ୍ତି ସଙ୍କଟ ମୋଚନ ହନୁମାନ। ଆମେ ଜାଣିଲେ ଅଷ୍ଟସିଦ୍ଧି କ'ଣ, ନବନିଧି କ'ଣ ଏବଂ ଏସବୁର ମାଲିକ ଯିଏ ଆମକୁ ଦେଇପାରିବେ ଏସବୁ ଯେତେବେଳେ ଚାହିଁବେ, ଯେଉଁଠି ସନ୍ତୁଷ୍ଟ ହେବେ, ସେଇ ରାମଭକ୍ତ ରାମଦୂତ ହନୁମାନଙ୍କୁ ପ୍ରଣାମ ଜଣାଇ ଆଜିର ଅଧ୍ୟାୟଟି ମୁଁ ଏଇଠି ରଖୁଛି। ଆଶା କରୁଛି ଆପଣମାନେ ସମସ୍ତେ ପ୍ରାୟ ଯେଉଁମାନେ ଭଗବାନ ଶ୍ରୀରାମକୁ ଜାଣିଛନ୍ତି ସେମାନେ ରାମଭକ୍ତ ହନୁମାନଙ୍କୁ ଜାଣିଛନ୍ତି। ହନୁମାନ ସବୁବେଳେ କହନ୍ତି ଯେ ତୁମେ ଖାଲି ଥରେ ଜୟ ଶ୍ରୀରାମ ବୋଲି କୁହ, ତୁମର ସମସ୍ତ ଦୁଃଖ ଦୂର ହୋଇଯିବ। ହନୁମାନ ଯାହାର ଦୁଃଖ ଦୂର କରିବାକୁ ଚାହିଁବେ, ସଙ୍କଟ ମୋଚନ କରିବାକୁ ଚାହିଁବେ, ଭଗବାନ ରାମଚନ୍ଦ୍ର ସଙ୍ଗେ ସଙ୍ଗେ ସେତିକି କରାଇ ଦିଅନ୍ତି। ଆଶା କରୁଛି ଯଦି କିଛି ଆମେ ଏଥିରୁ ଅଧ୍ୟାୟଟିରୁ ଲାଭ ପାଇଲେ, ଆପଣମାନେ ଯଦି କିଛି ବି ବେନିଫିଟ୍ ପାଆନ୍ତି, ଲାଭ ପାଆନ୍ତି, ତାହେଲେ ଅଧ୍ୟାୟଟିକି ଲାଇକ୍ କରିବେ, ସେୟାର କରିବେ। ଗହନ କଥା ନାରାୟଣ ମିଶ୍ର ଚ୍ୟାନେଲଟିକୁ ନିଶ୍ଚିତ ସବସ୍କ୍ରାଇବ୍ କରିବେ। ଆଜି ପାଇଁ ରହୁଛି, ନମସ୍କାର।